କବିତାଟିର ପ୍ରଥମ ପଦରେ କବି କ'ଣ ବର୍ଣ୍ଣନା କରୁଛନ୍ତି? ଏହି ପ୍ରଥମ ପଦର ଭାବାର୍ଥ କ'ଣ? ନା କବିତାର ପ୍ରଥମ ପଦରେ ସମାଜରେ ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ ମଣିଷମାନଙ୍କୁ କବି ମଣିଷ ଭାଇ ବୋଲି ସମ୍ବୋଧନ କରିଛନ୍ତି ଏବଂ କହିଛନ୍ତି ମଣିଷ ଝୁରି ମରିବାକୁ କିମ୍ବା ବୁଡ଼ି ମରିବାକୁ ଜନ୍ମ ଲାଭ କରିନାହିଁ। ମଣିଷ ଆଶାଶୂନ୍ୟ ହୋଇଗଲେ ତାକୁ ଚାରିଆଡ଼ ଅନ୍ଧାର ଦେଖାଯାଏ। କବିଙ୍କ ମତରେ ମଣିଷର ଭାଗ୍ୟ ଲାଞ୍ଛନା, ପ୍ରବଞ୍ଚନା ତଥା ଦୁଃଖ ଯନ୍ତ୍ରଣା ମଧ୍ୟରେ ସୀମାବଦ୍ଧ ନୁହେଁ। ହତୋତ୍ସାହ ହୋଇପଡ଼ିଥିବା ମନୁଷ୍ୟ ଏ ପୃଥିବୀ ଧ୍ୱଂସର ଯାତ୍ରୀ ତଥା ମୃତ୍ୟୁର ଧାତ୍ରୀ ରୂପେ ଦେଖନ୍ତି। ଈଶ୍ୱର ସୃଷ୍ଟ ଏ ବିଶାଳ ଜଗତ ହେଉଛି ଅମୃତ ସନ୍ତାନ। ମାନବର ଲୀଳାକ୍ଷେତ୍ର ଯେଉଁଠି ତା ଜୀବନର ସୁଖ ଦୁଃଖ ହସ କାନ୍ଦ ଗୋଟିଏ ଘୂର୍ଣ୍ଣାୟମାନ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ସମୟାନୁକ୍ରମେ ମୁଦ୍ରାର ପଟ ପରିବର୍ତ୍ତନରେ ଦୁଃଖ ଦୁର୍ଦ୍ଦଶାର ପତନ ଘଟିବ ଏବଂ ସୁଖ ସମୃଦ୍ଧିର ପ୍ରାଚୁର୍ଯ୍ୟରେ ଜୀବନ ପାତ୍ର ଭରି ଉଠିବ। ଏହି ପ୍ରଥମ ପଦର କଠିନ ଶବ୍ଦାର୍ଥ ଗୁଡ଼ିକୁ ଖାତାରେ ଲେଖିନିଅ। ଏବେ ଚାଲ ଦ୍ୱିତୀୟ ପଦକୁ ଯିବା।